ଗଳ୍ପ ଅନ୍ଧକଳି ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକ। ସନ୍ଧ୍ୟା ହେବାକୁ ତଥାପି କିଛି ସମୟ ଥିଲା। ଠିକ୍ ସେତିକିବେଳେ କ୍ଷିତିଶ କୁଇଲନ ରେଳ ଷ୍ଟେସନରେ ଓହ୍ଲାଇଗଲା। ଛୋଟ ଗୋଟିଏ ଷ୍ଟେସନ। ସେଠି ଜଣେ ଟିକେଟ କଲେକ୍ଟର 2 ଜଣ ରେଳ ଖଲାସିଙ୍କୁ ଛାଡ଼ିଦେଲେ। ବିଶେଷ ଲୋକବାକ କେହି ନାହାନ୍ତି। ଓହ୍ଲାଇବା ଓ ଗାଡ଼ି ଧରିବା ଯାତ୍ରୀ ସଂଖ୍ୟା ଅନେକ କମ୍। କ୍ଷିତିଶର ଘର ରେଳ ଷ୍ଟେସନଠାରୁ ପ୍ରାୟ 1.5 ମାଇଲ ଦୂରରେ। କିନ୍ତୁ ତଥାପି ଓହ୍ଲାଇ ସାରିବା ପରେ ପରେ କ୍ଷିତିଶ ସେହି ଛୋଟ ଷ୍ଟେସନର ପ୍ଲାଟଫର୍ମରେ ଅନ୍ୟମନସ୍କ ଭାବରେ ବୁଲିବାକୁ ଲାଗିଲା। ଟ୍ରେନ୍ ପ୍ଲାଟଫର୍ମ ଛାଡ଼ିଲା। ଟ୍ରେନ୍ ଥିବା ଅବସ୍ଥାରେ ଯାହା କିଛି ସାମାନ୍ୟ କୋଳାହଳ ସତେକ ମଧ୍ୟ ସମ୍ପୂର୍ଣ୍ଣ ନୀରବ ହୋଇଗଲା। ଟିକଟ କଲେକ୍ଟରଟି ମଧ୍ୟ କ୍ଳାନ୍ତ ପଦକ୍ଷେପରେ ନିଜର ନିର୍ଦ୍ଧାରିତ ସ୍ଥାନରୁ ଘର ଭିତରକୁ ଚାଲିଗଲେ ଓ ଗୋଟାଏ ବନ୍ଦ ଢାବଲ ଉପରେ ବସି 2 ଜଣ ଖଲାସି ଦିନର କ୍ଳାନ୍ତି ମେଟାଇବାକୁ ଯାଇ ବିଡ଼ିରେ ନିଆଁ ଧରିଲେ। ଏ ଷ୍ଟେସନ କ୍ଷିତିଶର ବହୁତ ଦିନର। ସେ ପ୍ରଥମ ଥର ପାଇଁ ଯେତେବେଳେ ତା'ର ଗାଁ ଛାଡ଼ି ସୁଦୂର କଲିକତାକୁ ପାଠ ପଢ଼ିବାକୁ ବାହାରେ, ସେତେବେଳେ ତା'ର ବାପା ମା ଓ ଗାଁର ଅନେକ ଲୋକ ଏ ଷ୍ଟେସନକୁ ଆସିଥିଲେ ତାକୁ ବାଟେଇ ଦେବା ପାଇଁ। ଗାଡ଼ି ଦୂରକୁ ଦୂରକୁ ଗଲାବେଳେ ତା'ର ଆଖି ଧୀରେ ଧୀରେ ସମସ୍ତଙ୍କ ଉପରୁ ଆସି ବାପାଙ୍କ ଉପରେ ଓ ଶେଷରେ ମା'ଙ୍କ ମୁହଁ ଉପରେ ସ୍ଥିର ହୋଇ ଯାଇଥିଲା। ମା'ଙ୍କର ଆଖିପତା ତଳେ ଟୋପାଏ ଲୁହ ସକାଳର ଖରାରେ ଶୁଭ୍ର ମୁକ୍ତା ବିନ୍ଦୁ ପରି ଦେଖାଯାଉଥିଲା। ଆଉ ଦେଖି ହେଉନାହିଁ। ସମସ୍ତେ ଲିଭିଗଲେ ଏବଂ ଅନେକ ଗଛ ଓ ତଳର ମାଟି ବିଦ୍ୟୁତ୍ ବେଗରେ କ୍ଷିତିଶକୁ ଅତିକ୍ରମ କରିବାକୁ ଲାଗିଲେ। ତାକୁ ଅବଶ୍ୟ କିଛି ସମୟ ପାଇଁ ଖୁବ୍ ନିଃସଙ୍ଗତା ଓ ଅସହାୟ ବୋଧ ହୋଇଥିଲା। କିନ୍ତୁ ପରମୁହୂର୍ତ୍ତରେ କର୍ତ୍ତବ୍ୟନିଷ୍ଠତା ଓ ଆତ୍ମବିଶ୍ୱାସରେ ତା'ର ମୁହଁରୁ ରେଖା ସବୁ କଠୋର ହୋଇ ଉଠିଥିଲା। ସେ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ପ୍ରଥମ ସନ୍ତାନ ଏବଂ ତାହାର ତପସ୍ୟା ଓ ସାଧନା ଉପରେ ତାହାର ପରିବାରର ଭବିଷ୍ୟତ ଏକାନ୍ତ ଭାବରେ ନିର୍ଭରଶୀଳ। କଲିକତା କ୍ଷିତିଶ ଦେଖିଛି କେବଳ ମାନଚିତ୍ରରେ। ସେଇ କଲିକତା, ମହାନଗରୀ କଲିକତା ସହିତ କ୍ଷିତିଶକୁ ଯୁଦ୍ଧ କରିବାକୁ ହେବ ଦୀର୍ଘ 6 ବର୍ଷ। ପ୍ଲାଟଫର୍ମର ଆଲୁଅ ସବୁ ମଇଳା ଦେଖାଯାଉଛି ଏବଂ ଖଲାସିମାନେ ଆସନ୍ନ ଶୀତ ପାଇଁ ନିଜକୁ ଯଥାସାଧ୍ୟ ସଙ୍କୁଚିତ କରି ଲୁଗା ଘୋଡ଼ି ହୋଇ ନିଜକୁ ପ୍ରସ୍ତୁତ କରି ନେଲେଣି। ଆଉ କେତେ ସମୟ କ୍ଷିତିଶ ଅନିଶ୍ଚିତ ଭାବରେ ଘୂରି ବୁଲିବ? ତା'ର ପ୍ରଚଣ୍ଡ ଅନିଶ୍ଚିତା ସତ୍ତ୍ୱେ ମଧ୍ୟ ତାକୁ ତା'ର ଗାଁକୁ ଯିବାକୁ ପଡ଼ିବ ଏବଂ ଏପରି ଅପ୍ରତ୍ୟାଶିତ ଭାବରେ ଗାଁକୁ ଆସିବାର ଗୋଟାଏ ନା ଗୋଟାଏ କିଛି କୈଫିୟତ ଦେବାକୁ ପଡ଼ିବ। କ୍ଷିତିଶ ପ୍ଲାଟଫର୍ମ ଛାଡ଼ି ଗାଁକୁ ଯାଇଥିବା ବାଲା ରାସ୍ତାରେ ଚାଲିବାକୁ ଆରମ୍ଭ କଲା। ସତରେ କ୍ଷିତିଶକୁ ଭାରି ଭଲ ଲାଗୁଛି ତା'ର ଗାଁର ନରମ ମାଟିରେ ପାଦ ଗଣି ଗଣି ଚାଲିବାକୁ। ତା'ର ଆଖି ସାମ୍ନାରେ ସେ ସ୍ପଷ୍ଟ ଦେଖିପାରୁଛି ପ୍ରତିଦିନ ପରି ସନ୍ଧ୍ୟାରେ ତା' ବାପ ଘର ବାରଣ୍ଡା ଉପରେ ଖଣ୍ଡେ ଦଉଡ଼ି ଖଟ ପକାଇ ଶୂନ୍ୟକୁ ଚାହିଁ ବସି ରହିଛନ୍ତି। ନା, ତା' ପକ୍ଷରେ କୌଣସି ମତେ ଯାଇ ତା'ର ବାପା ମା'ଙ୍କୁ ଦେଖା କରିବା ସମ୍ଭବ ନୁହେଁ। ତାକୁ ତ କିଛି ନା କିଛି ଜବାବ ଦେବାକୁ ପଡ଼ିବ। ରାସ୍ତା ମଝିରେ ମୁହୂର୍ତ୍ତକ ପାଇଁ ସ୍ଥାଣୁ ପରି ଠିଆ ହେଇ ରହିଗଲା କ୍ଷିତିଶ। ସେ ଫେରିବା ଯିବ କେଉଁଠି? ଅନ୍ୟ କେଉଁଠିକୁ ଯାଇ ହୁଏତ ସେ ଆତ୍ମଗୋପନ କରିପାରିଥାନ୍ତା। କିନ୍ତୁ ତାହେଲେ ତ ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତା'ର ବାପା ମା'ଙ୍କୁ ମିଛ କହିବାକୁ ପଡ଼ିବ। ନା, ବରଂ ଏ ପ୍ରଥମ ଧକ୍କାରେ ହିଁ ସେମାନଙ୍କର ଆଶା ଧୂଳିସାତ୍ ହୋଇଯିବା ଉଚିତ। ଆଗକୁ ପୁଣି ଥରେ ପାଦ ବଢ଼ାଇଲା କ୍ଷିତିଶ। ଶୀତୁଳିଆ ଅନ୍ଧାର ଭିତରେ ଆଗକୁ ଆଗକୁ ଚାଲିଛି କ୍ଷିତିଶ। ଏଇ ସେଇ ତାଳଗଛଟା ପାଖ ହୋଇ ଗଲାଣି। ତା'ର ପିଲାଦିନର ଅନେକ ଅପରାହ୍ନରେ କ୍ଷିତିଶ ଏଇ ତାଳଗଛ ପାଖକୁ ଯାଇ ଛାଇଟାକୁ ପାଦରେ ଗଣି ଗଣି ମାପେ। ଆଉ ପ୍ରତ୍ୟେକ ଥର ସେଟା ହୁଏ 31 ପାହୁଣ୍ଡ। ତାଳଗଛ ମୂଳରୁ ଏକଦମ ତାଳଗଛ ମନାଥର ମଧ୍ୟବିନ୍ଦୁ ପର୍ଯ୍ୟନ୍ତ। ବେଳେ ବେଳେ ମାପ ଭୁଲ ହୋଇଯାଏ। କେତେବେଳେ 30, ନହେଲେ କେତେବେଳେ 31। ଆରେ, ତାଳଗଛଟା କ'ଣ ଦିନକ ଭିତରେ ପାହୁଣ୍ଡେ ଉଚ୍ଚ ହୋଇଗଲା? ନା, ମାପ ଭୁଲ ହୋଇଗଲା। ପୁଣି ଥରେ ଆରମ୍ଭ ହୁଏ ସରଜମିନ ମାପ। ସେଇ ମାପଟା ହିଁ ଧୀରେ ଧୀରେ କ୍ଷିତିଶର ପାଠପଢ଼ା, ବିଦ୍ୟାଭ୍ୟାସ, ପିତୃଭକ୍ତି ଓ ଆକାଙ୍କ୍ଷାର ଏକ ଚିରନ୍ତନ ମାପକାଠି ହୋଇଯାଇଥିଲା। ତା'ର ମାପ ଭୁଲ ହୋଇପାରେନା।
ମାପରେ ସାମାନ୍ୟ ଭୁଲ ଯେପରି ତାର ଚରିତ୍ରର ଗୋଟାଏ ବିରାଟ ବିଚ୍ୟୁତି। କଲିକତା ବିଶ୍ୱବିଦ୍ୟାଳୟ ହାତରେ ଗୋଟାଏ ତାଳଗଛ ଅନ୍ତତ ଥିବା ଉଚିତ ଥିଲା। ତାହେଲେ ତାର ବୋଧହୁଏ ଏ ବିପର୍ଯ୍ୟୟ ହୋଇନଥାନ୍ତା। ବର୍ତ୍ତମାନ ଯଦି ତାଳଗଛର ଛାଇ ଥାନ୍ତା ତାହେଲେ କ୍ଷିତିଶ ସେମିତି ପାଦ ଗଣି ଗଣି ମାପିଯାଆନ୍ତା। କିନ୍ତୁ କ୍ଷିତିଶ ଜାଣେ ତାହା ଆଉ 31 ପାଉଣ୍ଡ ହେବ ନାହିଁ। ୟା ଭିତରେ କ୍ଷିତିଶର ଗୋଡ଼ର ବୁଢ଼ା ଆଙ୍ଗୁଠି ମୋଟା ହୋଇଯାଇଛି, ପାଦର ତଳିପା ଆହୁରି ଲମ୍ବା ହେଇଛି, ଆଉ ଅନେକ ବଡ଼ ହେଇଯାଇଛି ତାର ପାଉଣ୍ଡର ମାପ। ତେଣୁ ସେବେକାର 31 ପାଉଣ୍ଡ ଆଜି ହୁଏତ ହେଇପାରେ 24 ପାଉଣ୍ଡ। ଇସ୍, 7 ପାଉଣ୍ଡର ବିରାଟ ବିଚ୍ୟୁତି। ଅନେକ ସମୟ ଧରି ତାଳଗଛକୁ ଆଉଜି ରହି କ୍ଷିତିଶ ତାର ଶୈଶବକୁ ରୋମମନ୍ଥନ କରି କରୁଛି। ବେଶ୍ ରାତି ହେଲାଣି, ଆଉ ଖୁବ୍ ଅଳ୍ପ ବାଟ। ଗାଁଟା ତାର କୁହୁଡ଼ି ଆଉ ଧୂଆଁ ଫକାସିଆ ଦେଖାଯାଉଛି। ଭାରି ଭଲ ହୋଇଛି। ଏତେବେଳେ ଗାଁର ଲୋକମାନେ କ୍ଷିତିଶକୁ ହଠାତ୍ ଠଉରେଇ ପାରିବେ ନାହିଁ, ନଇଲେ ତା ଘରେ ଗାଁଟା ଯାକ ଲୋକଙ୍କର ଭିଡ଼ ଜମି ଯାଇଥାନ୍ତା। ଗାଁ ମୁଣ୍ଡରେ କିଛି ସମୟ ଅଟକି ରହି କିଛି ସାହସ ସଞ୍ଚୟ କରିବା ପରେ କ୍ଷିତିଶ ଗାଁ ଭିତରକୁ ପଶିଲା। ଅନ୍ଧାରିଆ ଗାଁ ଦାଣ୍ଡରେ ଗୋଟାଏ ଅଶରୀରୀ ଛାଇ ପରି ଡେଙ୍ଗା ପତଳା କ୍ଷିତିଶ ଆଗକୁ ଚାଲିଛି। ଦାଣ୍ଡରେ ଗୋଟାଏ ଦୁଇଟା ଶଗଡ଼ର ଅସ୍ପଷ୍ଟ ଆକୃତି ଆଉ ବନ୍ଧା ହୋଇଥିବା ବଳଦମାନଙ୍କର ଫଁ ଫଁ ନିଶ୍ୱାସ। ତା ଘର ଦୁଆର ମୁହଁରେ ପହଞ୍ଚୁ ପହଞ୍ଚୁ କ୍ଷିତିଶର ବାପା ଡାକି ଉଠିଲେ, କିଏ? କ୍ଷିତିଶର ଛାତି ଭିତରୁ ଝଲକାଏ ରକ୍ତ ଯେପରି ଖସି ପଡ଼ିଲା। କ୍ଷିତିଶ ଜବାବ ଦେଲା, ମୁଁ କ୍ଷିତିଶ। ବାପାଙ୍କର ଯେପରି ବିଶ୍ୱାସ ହେଲା ନାହିଁ। ଆଉ ଥରେ ଡାକିଲେ, କିଏ? କ୍ଷିତିଶ ଏଥର ଆଉ କିଛି ଜବାବ ନ ଦେଇ ବାପାଙ୍କ ପାଖକୁ ଲାଗିଯାଇ ପାଦ ଧୂଳି ନେଲା। ବାପା ମୁହୂର୍ତ୍ତକରେ ଧରି ନେଲେ କ୍ଷିତିଶର ବାହା ଦୁଇଟାକୁ। କ୍ଷିତିଶ ସ୍ପଷ୍ଟ ଅନୁଭବ କରିପାରୁଛି ଯେ ତାର ବାପାଙ୍କ ହାତ ଦୁଇଟା ଏକ ଅଜଣା ଉତ୍ତେଜନାରେ କମ୍ପି ଉଠୁଛି। କ୍ଷିତିଶର ବାପା ଗୋଟାଏ କ'ଣ ପାଟି କରି ଉଠିଲେ ଏବଂ ତାପରେ ପରେ ଘର ଭିତରୁ ବାହାରି ଆସିଲେ କ୍ଷିତିଶର ମା, ଗୋଟିଏ ଭାଇ ଓ 2 ଭଉଣୀ। ସମସ୍ତଙ୍କ ଆଖିରେ କେବଳ ବିସ୍ମୟ। ନିମ୍ନ ମଧ୍ୟବିତ୍ତ ପରିବାରର ବଡ଼ ପୁଅ ବିନା କାରଣରେ ସୁଦୂର କଲିକତାରୁ ଘରକୁ ଫେରି ଆସିପାରେନା। ତାର ସେ ସମ୍ବଳ ନାହିଁ। ତେଣୁ ଆସିବାର ସମସ୍ତ ଖର୍ଚ୍ଚକୁ ସମତୁଲ ହେବା ପରି କୌଣସି ଜରୁରୀ କାରଣ ମଧ୍ୟ ଥିବା ଉଚିତ। ନିଜର ଅତି ଆପଣାର ପ୍ରିୟଜନମାନଙ୍କ ଭିତରେ କ୍ଷିତିଶ ଠିଆ ହୋଇ ରହିଛି ଗୋଟାଏ ଅପରାଧୀ ପରି। କେତେବେଳେ ଅବସ୍ଥାକୁ ସହଜ କରି ନେବାକୁ କ୍ଷିତିଶ କହିଲା, ଆରେ ତମେମାନେ ସବୁ ମୋ ମୁହଁକୁ ଅନେଇ ଏମିତି ଠିଆ ହୋଇ ରହିଲ କାହିଁକି? ଚାଲ, ଘର ଭିତରକୁ ଚାଲ। ମୋର କିଛି ହେଇନାହିଁ। ମୋର ଦେହପା ସବୁ ଭଲ ଅଛି। ଚାଲ, ଭିତରକୁ ଚାଲ, ସବୁ କହୁଛି। ଏତକ ଏକା ନିଶ୍ୱାସରେ କହିଦେଇ କ୍ଷିତିଶ ଘର ଭିତରକୁ ଚାଲିଲା ଓ ସମସ୍ତ ଧୀର ପଦକ୍ଷେପରେ କ୍ଷିତିଶର ଅନୁସରଣ କଲେ। କାହାରି ମୁହଁରେ ପଦେ ହେଲେ କଥା ନାହିଁ। କିନ୍ତୁ ଏକ ଅହେତୁକ ଆଶଙ୍କାରେ ମା'ଙ୍କ ଆଖି ତଳର ସେ ମୁକ୍ତା ବିନ୍ଦୁଟି କ୍ଷିତିଶର ତୀକ୍ଷ୍ଣ ନଜରରେ ଏଡ଼ାଇ ପାରି ନଥିଲା। ସେଦିନ ରାତିରେ ଏବଂ ତାର ଅନେକ ଦିନ ପର୍ଯ୍ୟନ୍ତ କ୍ଷିତିଶ ତା ପରିବାରକୁ ତାର ଆକସ୍ମିକ ଆବିର୍ଭାବର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା। ଖାଲି କହିଥିଲା, କଲେଜରେ ଷ୍ଟ୍ରାଇକ୍ ଚାଲିଛି, ତେଣୁ ସେଠି ମିଛଟାରେ ବସି ବସି ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ଘରକୁ ଚାଲି ଆସି ନିରୋଳାରେ ପଢ଼ାପଢ଼ି କରିବାଟା ଭଲ। କିନ୍ତୁ ପରିବାରର ସମସ୍ତେ ଜାଣିଥିଲେ ଯେ କ୍ଷିତିଶ ପ୍ରକୃତ କଥା କହୁନାହିଁ। ତଥାପି ଗାଁ ଲୋକମାନଙ୍କର କୌତୂହଳ ଦମନ କରିବା ପାଇଁ କ୍ଷିତିଶର ପରିବାର ଏହି ଅପାତ ସତ୍ୟଟିକୁ ସତ୍ୟ ବୋଲି ଗ୍ରହଣ କରି ନେଇଥିଲେ ଓ ତାହାହିଁ ଥିଲା ଗ୍ରାମ୍ୟ ଜନତା ପାଇଁ କ୍ଷିତିଶର ଆକସ୍ମିକ ପ୍ରତ୍ୟାବର୍ତ୍ତନର ଏକମାତ୍ର ଇସ୍ତାହାର। ଆସିଲା ବେଳେ କ୍ଷିତିଶ ହାତରେ ଖଣ୍ଡେ ଛୋଟ ବ୍ୟାଗରେ କେତେ ଖଣ୍ଡ ବହି ଥିଲା ସତ୍ୟ, କିନ୍ତୁ ତାହା ଯେ ଜଣେ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ପକ୍ଷରେ ପର୍ଯ୍ୟାପ୍ତ ହୋଇନପାରେ ଏକଥା ସମସ୍ତେ ଉପଲବ୍ଧି କରୁଥିଲେ। କିନ୍ତୁ ପ୍ରକୃତ କାରଣଟିକୁ କେହି ଭରସି କରି କ୍ଷିତିଶକୁ ପଚାରି ପାରୁ ନଥିଲେ। କ୍ଷିତିଶର ମା ଥରେ ଦୁଇଥର କଥାଟାକୁ ଉତ୍ଥାପନ କରିଛନ୍ତି, କିନ୍ତୁ କ୍ଷିତିଶ ହଠାତ୍ ଅନ୍ୟମନସ୍କ ହୋଇପଡ଼େ କିମ୍ବା କଥାଟାକୁ ଏଡ଼େଇ ଯିବା ପାଇଁ କିଛି ଗୋଟାଏ ଆଳ ଧରି ଚାଲିଯାଏ। କ୍ଷିତିଶ ମନରେ କଷ୍ଟ ଦେବା ଭୟରେ ଆଉ ସେ କଥା କେହି ଉତ୍ଥାପନ କରିନାହାନ୍ତି। କିନ୍ତୁ କ୍ଷିତିଶ ଆସିବା ଦିନଠାରୁ ସମସ୍ତ ପରିବାର ଉପରେ ଯେ ସନ୍ଦେହ ଓ ଉଦ୍ବେଗର ଗୋଟାଏ ଛାଇ ଢାଙ୍କି ରହିଛି, ସେ କଥା କ୍ଷିତିଶ ଅତି ସ୍ପଷ୍ଟ ଭାବରେ ଅନୁଭବ କରିପାରେ। କିନ୍ତୁ କ୍ଷିତିଶର କ'ଣ ୟା ଭିନ୍ନ ଆଉ କିଛି ଉପାୟ ଥିଲା? ପ୍ରଥମେ କିଛିଦିନ କ୍ଷିତିଶ କେମିତି ଅନ୍ୟମନସ୍କ ଓ ଉଦାସୀନ ରହୁଥିଲା। କିନ୍ତୁ କିଛିଦିନ ପରେ କ୍ଷିତିଶର ଐକାନ୍ତିକ ଜୀବନଯାପନ ନିଜ ପାଇଁ ଦୁର୍ବିସହ ହୋଇ ଉଠିଲାଣି।
ଗାଁରେ ପାଠପଢ଼ା ଲୋକ ବିଶେଷ କେହି ନାହାନ୍ତି, ତେଣୁ ସେମାନଙ୍କ ସହିତ କୌଣସି ଆଲୋଚନା ମଧ୍ୟ ଅଚଳ। ଦ୍ୱିପହରେ ଖାଇ ପିଇ ସାରି କ୍ଷିତିଶ ଯାଏ ଷ୍ଟେସନକୁ। ସେଠି ତାକୁ ପ୍ରାୟ ନିୟମିତ ଭାବରେ ଖବରକାଗଜ ମିଳିଯାଏ, କିନ୍ତୁ ଦୁଇଟା ଖବରକାଗଜ ପଢ଼ିବା ତ ମାତ୍ର ଘଣ୍ଟାକର ବ୍ୟାପାର। ବାକିତକ ସମୟ ଷ୍ଟେସନରେ ଏପଟ ସେପଟ ହେଇ ଘେରି ଘରକୁ ଫେରି ଆସେ ସନ୍ଧ୍ୟା ପୂର୍ବରୁ। ସନ୍ଧ୍ୟାଟା କ୍ଷିତିଶ ପାଇଁ ଅତ୍ୟନ୍ତ କ୍ଳାନ୍ତିକର ଓ ଦୁର୍ବିସହ। ତାର ଦେହ ଚାରିପଟେ ଗାଁର ଶୀତଳ ଅନ୍ଧକାର ଓ ମନ ଭିତରେ ଅନେକ ଦିନର ଜମାଟବନ୍ଧା ସ୍ମୃତି। ଘର ଭିତରେ ଲଣ୍ଠନ ଧରି ମା ଭାଇ ଭଉଣୀମାନେ ଯିବା ଆସିବା କରନ୍ତି, ଆଉ ସେଇ ମଳିଳ ଲଣ୍ଠନ ଆଲୁଅରେ ସେମାନଙ୍କର ଶୀର୍ଣ୍ଣ ଦେହର ଲମ୍ବା ଛାଇର ଛନ୍ଦାଛନ୍ଦି କ୍ଷିତିଶକୁ ବେଳେବେଳେ ଏକ ପ୍ରେତପୁରୀର ନୃତ୍ୟ ପରି ମନେ ହୁଏ। ସେଦିନ ସକାଳେ କ୍ଷିତିଶ ଷ୍ଟେସନକୁ ଯିବା ବାଟରେ ପହଞ୍ଚିଲା ସେଇ ତାଳଗଛ ପାଖରେ। ତାଳଗଛର ଛାଇ ପଡ଼ିଛି ଲମ୍ବା ହେଇ ଏବଂ କ୍ଷିତିଶ ସେଇ ଛାଇକୁ ଆଉ ଥରେ ମାପିବାର ଶିଶୁସୁଲଭ କୌତୂହଳ ସମ୍ବରଣ କରିପାରିଲା ନାହିଁ। କ୍ଷିତିଶ ଛାଇ ଉପରେ ପାହୁଣ୍ଡ ଗଣିବାକୁ ଆରମ୍ଭ କଲା। 1, 2, 3, 18, 19, 27, 29, 31। ଆଶ୍ଚର୍ଯ୍ୟ, ଅସମ୍ଭବ! ପୁଣି ଥରେ ସେଇ ଛାଇ ଉପରେ ଦୋହରା ପାହୁଣ୍ଡ ଗଣିଲା କ୍ଷିତିଶ। ଠିକ୍ 31। କିନ୍ତୁ କ୍ଷିତିଶ ଏକ ଅତି ସହଜ ଭୌଗୋଳିକ ତଥ୍ୟ ସମ୍ପୂର୍ଣ୍ଣ ବିସ୍ତୃତ ହୋଇଯାଇଥିଲା। ସେ ପିଲାଦିନେ ଗଣୁଥିଲା ଦିନ 11ଟା ବେଳେ, କିନ୍ତୁ ଆଜି ଗଣିବାର ସମୟ ଥିଲା ସକାଳ 8ଟା। ସେ ହୁଏତ ନିଜର ଜ୍ଞାତସାରରେ ଭ୍ରମଟିର ସୁଯୋଗ ନେଇ ତାର ପୁରାତନ ମୂଲ୍ୟବୋଧର ପ୍ରତୀକଟିକୁ ନିର୍ଭୁଲ ରଖିବାକୁ ଚେଷ୍ଟା କରୁଥିଲା। ଆଉ ଦିନେ ଅପରାହ୍ନରେ କ୍ଷିତିଶ ତାର ଅଭ୍ୟାସ ଅନୁଯାୟୀ ଷ୍ଟେସନ ଯାଇଥିଲା ଓ ସମ୍ବାଦ ମିଳିଲା ଯେ ସେଦିନ ଡାଉନ୍ ଟ୍ରେନ୍ ବାଟରେ ଆକ୍ସିଡେଣ୍ଟ ହୋଇଯାଇଥିବାରୁ ଆସି ପହଞ୍ଚିପାରିବ ନାହିଁ। ତାର ଆଖି ଆଗରେ ହଠାତ୍ ଭାସି ଉଠିଲା ସେଇ ଟ୍ରେନ୍ର ଅସହାୟ ନିରପରାଧ ଯାତ୍ରୀମାନଙ୍କର ବିକଳ ଦୃଶ୍ୟ। ଟ୍ରେନ୍ର ଡବାଗୁଡ଼ାକ ଗୋଟାଏ ଭିତରେ ଆଉ ଗୋଟାଏ ଟେଲିସ୍କୋପ୍ କରି ଯାଇଥିବ, ଆଉ ଲାଇନ୍ କରର ଗେଟି ଉପରେ ପଡ଼ିଥିବ ଅନେକ ମଣିଷର ଶବ। କିନ୍ତୁ ସେମାନେ ତ ମରିଗଲେ। ବାକି ଯେଉଁମାନେ ଗୋଟାଏ ହାତ କି ଗୋଟାଏ ଗୋଡ଼ କଟିଯାଇ ଯନ୍ତ୍ରଣାରେ ଆର୍ତ୍ତଚିତ୍କାର କରୁଥିବେ, ସେମାନେ ବୋଧହୁଏ ଆଶୁମୃତ୍ୟୁକୁ ଅନ୍ତରର ସହିତ ନିମନ୍ତ୍ରଣ କରୁଥିବେ। ଷ୍ଟେସନର ଗୋଟାଏ ଇଜି ଚେୟାର ଉପରେ ଶୋଇ ରହି ଏକଥା ଚିନ୍ତା କଲା ବେଳକୁ ସାମାନ୍ୟ ଭାବପ୍ରବଣ ହୋଇ ଉଠିଲା କ୍ଷିତିଶ। କିନ୍ତୁ କ୍ଷିତିଶ ତ ଭାବପ୍ରବଣ ହେବା କଥା ନୁହଁ। ଦିନ ଦିନ ଧରି ତାକୁ ସେଥିପାଇଁ ତାଲିମ ନେବାକୁ ପଡ଼ିଛି। ତାର କ୍ଷୁଦ୍ର ମସ୍ତିଷ୍କଟିକୁ ବହୁବାର ବିଶୋଧନ କରାଯାଇଛି, ଯେପରି ସେଥିରେ ଦୟା, କ୍ଷମା, ଭାବପ୍ରବଣତା କ୍ଷୁଦ୍ରତମ ଅଙ୍କୁର ମଧ୍ୟ ଜୀବନ ଧାରଣ କରି ନପାରେ। ଦୁର୍ଘଟଣାର ବିକଳାଙ୍ଗ ହୋଇଥିବା ବହୁ ଅନାମିକା ଲୋକମାନଙ୍କର ଦୁଃଖରେ ଏହି ସାମାନ୍ୟ ସହାନୁଭୂତି ଟିକକ ମଧ୍ୟ ଆଶ୍ଚର୍ଯ୍ୟ କରିଦେଲା କ୍ଷିତିଶକୁ। ତାର ଯେପରି ମନେ ହେଲା ଗୋଟାଏ ବିରାଟ ମରୁଭୂମିର ଗୋଟାଏ କୋଣରେ ଗୋଟାଏ ଶ୍ୟାମଳ ଦୁର୍ବାଦଳ ସେଇ ପ୍ରକାଣ୍ଡ ଦୁର୍ବାର ମରୁଭୂମିକୁ ହାତଠାରି ଅଟ୍ଟହାସ୍ୟ କରୁଛି। ମାତ୍ର 3 ବର୍ଷ ତଳର କଥା। ସେଦିନ କ୍ଷିତିଶ ହାଜରା ପାର୍କ ଗଳିମୁଣ୍ଡରେ ତାର ମେସ୍ ଭିତରେ ଶୋଇ ରହିଥିଲା। ତାର ନିଦ ଭାଙ୍ଗିଲା ବେଳକୁ ତା ସାମ୍ନାରେ ଜଣେ ମଧ୍ୟବୟସ୍କ ଲୋକ ସ୍ଥିର ହୋଇ ବସି ରହିଛନ୍ତି। ତାପରେ ସେ ତାଙ୍କର ପରିଚୟ ଅବଶ୍ୟ ଦେଲା, କିନ୍ତୁ ତାହା ଜଣେ ବ୍ୟକ୍ତିର ପରିଚୟ ପାଇଁ ଯଥେଷ୍ଟ ନୁହଁ। କ୍ଷିତିଶକୁ ଅନୁରୋଧ କରାଯାଇଥିଲା ସେଦିନ ସନ୍ଧ୍ୟାରେ କୌଣସି ଏକ ସ୍ଥାନରେ ଉପସ୍ଥିତ ରହିବାକୁ। କଥାଟା ଅନୁରୋଧର ଭଙ୍ଗୀରେ କୁହାଯାଇଥିଲା, କିନ୍ତୁ ତା ଭିତରେ ଆଦେଶର ଏକ ପ୍ରଚ୍ଛନ୍ନ ଇଙ୍ଗିତ ଅତି ସୁସ୍ପଷ୍ଟ ଥିଲା। କ୍ଷିତିଶ ମଧ୍ୟ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। ତାପରେ ଯାହା ଘଟିଥିଲା ସେ କଥା ଭାବିଲେ ଏବେ ମଧ୍ୟ କ୍ଷିତିଶର ସମସ୍ତ ଶରୀର ରୋମାଞ୍ଚିତ ହୋଇ ଉଠେ। ଦୋମହଲା ଗୋଟାଏ ଛୋଟ କୋଠରୀ ଭିତରେ କ୍ଷିତିଶର ସମବୟସ୍କ ଯୁବକ 5 ଜଣ ବସି ରହିଥିଲେ ଓ ତାଙ୍କ ସାମ୍ନାରେ ବସି ରହିଥିଲେ ଜଣେ ମଧ୍ୟବୟସ୍କ ଭଦ୍ରଲୋକ। ଭଦ୍ରଲୋକଙ୍କର ନାଁ କ୍ଷିତିଶ ଜାଣେ ନାହିଁ, ଏବେ ସୁଦ୍ଧା ନୁହେଁ, କିନ୍ତୁ ତାଙ୍କୁ ସମସ୍ତେ ଡାକୁଥିଲେ ଲାମା ବୋଲି। ପଛରେ କ୍ଷିତିଶ ବୁଝିଲା ସେଟା ତାଙ୍କର ଗୁପ୍ତ ବା କୋଡ଼ର ନାଁ। କାହାରି ମୁହଁରେ କଥା ନାହିଁ। ଅଳ୍ପ ସମୟ ପରେ ଜଣେ ତରୁଣୀ ଟ୍ରେରେ 6 କପ୍ ଚା ଧରି ପଶି ଆସିଲେ। ସମସ୍ତଙ୍କ ସାମ୍ନାରେ ଟ୍ରେଟି ରଖିଦେଇ ସେହିପରି ନୀରବରେ ଫେରିଗଲେ। ଲାମା ଏଥର କଥା ଆରମ୍ଭ କଲେ। ତାଙ୍କର କଣ୍ଠ ଅତି ସ୍ପଷ୍ଟ ଓ ସେଥିରେ ବେଶ୍ ଆଭିଜାତ୍ୟ ବ୍ୟଞ୍ଜନା ମଧ୍ୟ ଥିଲା। ମୁଁ ତମକୁ ଅନେକ ଦିନୁ ଜାଣେ। ତମ ନାଁ କ୍ଷିତିଶ। ତମେ ଖୁବ୍ ଭଲ ଛାତ୍ର। ଏଇ ମେସ୍ରେ ରହିବା ପୂର୍ବରୁ ତୁମେ ରହୁଥିଲ ମୌଲାଲିରେ, ପଥହରା ମେସ୍ର ଇତ୍ୟାଦି ଇତ୍ୟାଦି। କ୍ଷିତିଶ କେବଳ ମନ୍ତ୍ରମୁଗ୍ଧ ପରି ଶୁଣୁଥିଲା। ଏ ଲାମା ଯେ କଲିକତାରେ ତାର 2 ବର୍ଷର ଗତିବିଧି ସବୁ କିଛି ଜାଣେ, ଏଥିରେ ତାର ତିଳେ ମଧ୍ୟ ସନ୍ଦେହ ଅବକାଶ ରହିଲା ନାହିଁ।
ପାଞ୍ଚ ମିନିଟ୍ ଧରି ଗୋଟିଏ କ୍ଷୁଦ୍ର ସ୍ୱୟଂ ସମ୍ପୂର୍ଣ୍ଣ ମୁଖବନ୍ଧ ଦେଇ ସାରିବା ପରେ ଲାମା କହିଲେ, ଆମମାନଙ୍କ ପକ୍ଷରେ ତମର ସାହାଯ୍ୟ ଏକାନ୍ତର ପ୍ରୟୋଜନୀୟ ହୋଇପଡ଼ିଛି। ତେଣୁ ତମକୁ ଏଠାକୁ ଡାକି କହିବା ଛଡ଼ା ଆମର ଆଉ ଉପାୟ ନଥିଲା। ଘରଟାରେ ପଙ୍ଖା ନାହିଁ। କ୍ଷିତୀଶର ମୁହଁରୁ ବିନ୍ଦୁ ବିନ୍ଦୁ ଝାଳ ଜମିଗଲାଣି। ରୁମାଲ କାଢ଼ି କ୍ଷିତୀଶ ମୁହଁ ପୋଛିଲା ଓ ଅତ୍ୟନ୍ତ ଉତ୍କଣ୍ଠାର ସହ ସେହି ପ୍ରହେଳିକାପୂର୍ଣ୍ଣ ଅନୁରୋଧ ବା ନିର୍ଦ୍ଦେଶଟିକୁ ଅପେକ୍ଷା କରି ରହିଲା। ଘର ଭିତର ହାୱା ବିଶେଷ ସ୍ୱାସ୍ଥ୍ୟକର ନୁହଁ। 2 ଖଣ୍ଡ ତାରରୁ ଓହଳି ରହିଥିବା ଗୋଟିଏ 40 ପାୱାର ବଲ୍ବ ଉପରେ ଅନେକ ଦିନର ମଇଳା ଜମିଯାଇ ଘରଟା ଗୋଟାଏ ବିବର୍ଣ୍ଣ ଆଲୋକରେ ସ୍ୱଳ୍ପ ଆଲୋକିତ। ଘରର ଛାତ ଦେଖିଲେ ମନେହୁଏ ଅନେକ ଦିନର ପୁରୁଣା ଘର ଏବଂ କଡ଼ି ବରଗାର ଫାଙ୍କରେ ବୁଢ଼ିଆଣୀ ଜାଲ ମଧ୍ୟ ବହୁଦିନୁ ଝଡ଼ାଯାଇ ନାହିଁ। ଲାମାର ମୁହଁ ଯଥେଷ୍ଟ ସ୍ପଷ୍ଟ ଭାବରେ ଦେଖି ହେଉନାହିଁ ଏବଂ କ୍ଷିତୀଶ ଆସିବାର ପ୍ରାୟ ଅଧଘଣ୍ଟା ସମୟ ଭିତରେ ସେଠି ବସି ରହିଥିବା ତାର ସମବୟସ୍କମାନେ ପଦେ ହେଲେ କଥା କହି ନାହାନ୍ତି। ସ୍ପଷ୍ଟ ବୁଝିହୁଏ ସେମାନଙ୍କର ନୀରବତା ଅନ୍ୟମନସ୍କତା ବା ଉଦାସୀନତା ହେତୁ ନୁହେଁ, ତାହା ଏକ କଠୋର ଶୃଙ୍ଖଳାର ଦ୍ୱାରା ନିୟନ୍ତ୍ରିତ। ଲାମା ଆରମ୍ଭ କଲେ, ଏମାନେ ହେଉଛନ୍ତି ତମରି ପରି ବିଭିନ୍ନ କଲେଜର ଛାତ୍ର, କିନ୍ତୁ ଏମାନେ ଦେଶ ପାଇଁ ସେମାନଙ୍କର ଜୀବନ ଉତ୍ସର୍ଗ କରିଦେଇଛନ୍ତି। ଦେଖ, ଆମ ଦେଶ ଏ ବିରାଟ ମହାନ ଭାରତବର୍ଷ। ତମେ କ୍ଷିତୀଶ କେବେ ଦେଶର ଚେହେରା ଦେଖିବାକୁ ଚେଷ୍ଟା କରିଛ? ଲାମା ଆତ୍ମସନ୍ତୋଷର ସହ ହସିଲେ। ତମେ ଭାବୁଛ ତମେ ଦେଖିବ ବୋଲି, କିନ୍ତୁ ଭୁଲ। ତମେ ଦେଶର ଯେଉଁ ମାନଚିତ୍ର ଦେଖିଛ ସେଟା ଦେଶର ଦେହର ଛବି, କିନ୍ତୁ ତମକୁ ଦେଶର ମୁହଁ ଦେଖିବାକୁ ହେବ, ଦେଶର ଆତ୍ମା। ଲାମାଙ୍କର କଣ୍ଠସ୍ୱର ଥିଲା ଅନୁଚ୍ଚ ଅଥଚ ସ୍ପଷ୍ଟ। ଠିକ୍ ସେହି ଅନୁପାତରେ ତାଙ୍କର ହସ ଉଚ୍ଛଳ କିନ୍ତୁ ସଂଯତ। କେତେ ସମୟ ଅତିକ୍ରମ କରିଗଲାଣି କ୍ଷିତୀଶର ମନେ ନାହିଁ। ଲାମା ପୁଣି ଆରମ୍ଭ କଲେ, ଆମର ଅପରେସନ୍ ପାଇଁ ତମର ମେସ୍ ଘରଟା ଖୁବ୍ ପ୍ରଶସ୍ତ ଆଉ ସୁବିଧା ମଧ୍ୟ। କାରଣ କ୍ଷଣକ ପାଇଁ ଲାମା ନୀରବ ହୋଇଯାଇ କ'ଣ ଭାବି ପୁଣି ଆରମ୍ଭ କଲେ, କଥାଟା ଏବେ କହି ରଖେ, ଦିନେ ନା ଦିନେ ତମକୁ କହିବାକୁ ପଡ଼ିବ। ତମର ଦକ୍ଷିଣ ପଟ ଝର୍କାରେ କାଠ ରେଲିଂ ଲାଗିଛି, ଯାହାକୁ ଅନାୟାସରେ ବାହାର କରି ଦିଆଯାଇପାରେ। ଆଉ ତାପରେ କାହାର ଘର ତମେ କେବେ ଖବର ରଖିଛ? କ୍ଷିତୀଶ ଗୋଟିଏ ଅତ୍ୟାଚାରିତ ପଶୁ ପରି କେବଳ ମୁଣ୍ଡ ହଲାଇ ଜଣାଇଦେଲା ସେ ଜାଣେନା। ଲାମା କ'ଣ କହି ଆସୁଥିଲେ, କିନ୍ତୁ ପାଖ ଘରୁ ଗୋଟାଏ ବିରାଟ ବିସ୍ଫୋରଣରେ ତାଙ୍କର କଥା ଅନୁଚ୍ଚାରିତ ରହିଗଲା। କ୍ଷିତୀଶର ଅନୁଭୂତି ଭିତରେ ଏପରି ଏକ ପ୍ରଚଣ୍ଡ ଶବ୍ଦ ସେ ଏତେ ନିକଟରେ କେବେ ଶୁଣିନଥିଲା। ସେ ଶବ୍ଦର ଧକ୍କାରେ ମନେହେଲା ଯେପରି ସେହି ଜରାଜୀର୍ଣ୍ଣ ଘରଟା ଟୁକୁରା ଟୁକୁରା ହୋଇ ତଳେ ଖସି ପଡ଼ିବ। ଇଲେକ୍ଟ୍ରିକ୍ ସକ୍ ଲାଗିଲା ପରି କ୍ଷିତୀଶର ସମବୟସ୍କ ବନ୍ଧୁମାନେ ପଛ ଘର ଭିତରକୁ ଦୌଡ଼ିଗଲେ। ଶବ୍ଦର ପ୍ରତିଧ୍ୱନି ନୀରବ ହେବା ପରେ ସେ ଘରୁ ଗୋଟାଏ ଗଁ ଗଁ ଶବ୍ଦ ଶୁଣାଯାଉଛି। ତାର ଅଳ୍ପ ସମୟ ପରେ ସେମାନେ ଟେକି ଟେକି ଯେଉଁ ମଣିଷଟିକୁ ପଦାକୁ ଆଣିଲେ ତାହାର ଦେହଟା ଅଛି ସତ୍ୟ, କିନ୍ତୁ ମୁହଁଟାକୁ ଚାହିଁବାର ଜୁ ନାହିଁ। ଲୋକଟାର ମୁହଁର ବାଁ ପଟ ଆଖିଠାରୁ ଓଠ ପର୍ଯ୍ୟନ୍ତ ସମସ୍ତଟା ଓଲାରି ହେଇ ଆସି ତାର କାନ୍ଧ ଉପରେ ଯେମିତି ଥୁଆ ହୋଇଛି। ସେ ତରୁଣଟି ଆଖି ଉପରେ ହାତ ଢାଙ୍କି ଠିଆ ହୋଇଛନ୍ତି, କିନ୍ତୁ ଲାମା ବସି ରହିଛନ୍ତି ନିର୍ଲିପ୍ତ ଭାବରେ। ଲୋକଟାକୁ ଥରେ ଦେଖିନେଇ ଲାମା କହିଲେ, ବ୍ୟସ୍ତ ହେବାର କାରଣ ନାହିଁ। 5 ମିନିଟ୍ ଭିତରେ ପୁଲିସ ଆସିଯିବ। ଆମ ସମସ୍ତଙ୍କୁ ଚାଲିଯିବାକୁ ହେବ। ଆଉ ଡୁମା ପାଇଁ ବ୍ୟସ୍ତ ହେବାର କାରଣ ନାହିଁ। ପୁଲିସ ଆସିବା ମାତ୍ରେ ଆମ୍ବୁଲାନ୍ସ ଦେଇ ତାକୁ ଡାକ୍ତରଖାନା ନେଇଯିବ। ତାକୁ ଚିକିତ୍ସା କରି ଭଲ କଲେ ସିନା ତାକୁ ନେଇ ବୁର୍ଜୁଆ ବିଚାରାଳୟରେ ହାତକଡ଼ି ପିନ୍ଧାଇ ଠିଆ କରାଇବେ। ସମସ୍ତେ ନିର୍ବାକ୍। କ୍ଷିତୀଶ ଭୟ ଓ ଉତ୍ତେଜନାରେ କମ୍ପିବାକୁ ଆରମ୍ଭ କରିଛି। ଲାମା ମୁହୂର୍ତ୍ତକ ପାଇଁ କ୍ଷିତୀଶ କାନ୍ଧ ଉପରେ ହାତ ରଖି କହିଲେ, କିଛି ବ୍ୟସ୍ତ ହେବ ନାହିଁ। ଦେଶର ଚେହେରା ଦେଖିବାକୁ ହେଲେ ଅନେକ ଚେହେରା ନଷ୍ଟ କରିବାକୁ ପଡ଼େ। ତାପରେ ଆଖି ପିଛୁଳାକେ କ୍ଷିତୀଶ ଓ ଅନ୍ୟମାନେ ଅନ୍ଧାର ଭିତରେ ମିଳେଇ ଯାଇଥିଲେ। କ୍ଷିତୀଶ ମେସ୍କୁ ଫେରିଆସି ସେଦିନ ବିଛଣାରେ ପଡ଼ି ରହିଥିଲା ଅନେକ ସମୟ ଧରି। ଆଖିରେ ନିଦ ଆସିଲା ବେଳକୁ କ୍ଷିତୀଶର ମନ ଆତ୍ମଗ୍ଲାନିରେ ଯଥେଷ୍ଟ କ୍ଷୁଣ୍ଣ ହୋଇ ଆସିଥିଲା। ସେ ଦେଶର ଚେହେରା ଦେଖିନାହିଁ ବୋଲି। କ୍ଷିତୀଶ ସକାଳୁ କିନ୍ତୁ ଉଠିଥିଲା ଦେଶର ଚେହେରାର ଦେଖିବାର ଦୁର୍ବାର ଶପଥ ନେଇ। କ୍ଷିତୀଶର ଜୀବନ ସେହିଦିନଠାରୁ ଗୋଟାଏ ନୂଆ ମୋଡ଼ ଭାଙ୍ଗି ଚାଲିଛି। କଲେଜର ଧର୍ମଘଟ ହେଉଛି ତାର ପ୍ରଥମ ଅଭିଯାନ। ଧର୍ମଘଟ ପାଇଁ ମଧ୍ୟ ଗୋଟିଏ ବେଶ୍ ଭଲ ରକମର କାରଣ ମହଜୁଦ ଅଛି। ସେ ପ୍ରଥମ ଧର୍ମଘଟ ହୋଇଥିଲା ଟ୍ରାମ୍ ଭଡ଼ା ବୃଦ୍ଧି ଫଳରେ। ଏ ଦେଶର ଲକ୍ଷ ଲକ୍ଷ ଲୋକ ଖାଇବାକୁ ପାଉନାହାନ୍ତି ଏବଂ ସେମାନଙ୍କ ଉପରେ ଆଉ ଗୋଟାଏ ପଇସାର ଜୁଲୁମ, ଗୋଟାଏ ପଥରର ବୋଝ ପରି।
ଛାତ୍ର ରାଜନୀତି ଠାରୁ ଅଲଗା ରହିବା ସମ୍ଭବ ନୁହଁ। ସେ ମଧ୍ୟ ଦେଶର ନାଗରିକ। ଧର୍ମଘଟ ହେଉଛି ଏବଂ ପୁଲିସ ଆସି ଅନ୍ୟମାନଙ୍କ ସହିତ କ୍ଷିତିଶକୁ ଗିରଫ କରି ନେଇଛି। ପୁଲିସ ଷ୍ଟେସନରେ କ୍ଷିତିଶକୁ ଓ ତାର ସାଥୀମାନଙ୍କୁ ମାଡ଼ ଦେଇଛି ବୁଟ୍ ଜୋତାରେ ଏବଂ କ୍ଷିତିଶ ଫେରି ଆସିଛି ପୁଲିସ ଉପରେ ପ୍ରତିଶୋଧର ଶପଥ ନେଇ। ଧର୍ମଘଟ ଆଉ ଧର୍ମଘଟ ବାତ୍ୟାରେ କଲିକତା ସହର ଅସ୍ଥିର ହୋଇଉଠିଛି। ଗୋଟାଏ ବର୍ଷ ଧରି କୌଣସି କଲେଜରେ ପରୀକ୍ଷା ହେବା ସମ୍ଭବପର ହୋଇପାରି ନାହିଁ। ପ୍ରତିଟି ଧର୍ମଘଟରେ କ୍ଷିତିଶ ପୁଲିସ ସହିତ ସାମ୍ନାସାମ୍ନି ମୁକାବିଲା କରିଛି। କେତେବେଳେ ହାରିଛି, ନହେଲେ କେବେ ବା ଜିତିଛି। ସମସାମୟିକ ଭାବରେ ହାତଲେଖା ଲିଥକର ପ୍ରଚାରପତ୍ର ସବୁ କ୍ଷିତିଶର ହସ୍ତଗତ ହୋଇଛି ଓ ତାକୁ ମନୋଯୋଗ ସହକାରେ ସେ ଅଧ୍ୟୟନ କରିଛି ଏବଂ କ୍ଷିତିଶ ପ୍ରଥମ କରି ଚିତ୍ର ଆଙ୍କିବାକୁ ଶିଖିବାକୁ ଆରମ୍ଭ କରିଛି। ଗୋଟାଏ ନିର୍ଦ୍ଦିଷ୍ଟ ଚିତ୍ର, ତାର ଜନନାୟକର ଚିତ୍ର। କ୍ଷିତିଶକୁ ସେଥିପାଇଁ ତାଲିମ ମଧ୍ୟ କରାଯାଇଛି ଯଥାଯଥ ଭାବରେ। ବେଶୀ କିଛି ଦରକାର ନାହିଁ, ଖାଲି 2-3ଟା ଫିଚର। ଗୋଟାଏ ଗୋଲ ମୁହଁ, ସେଥିରେ ଛୋଟ ଛୋଟ 2ଟା ଆଖି ଓ ମୁଣ୍ଡ ଉପରେ ପଛରୁ ଆଞ୍ଚୁଡ଼ା ହୋଇଥିବା ବାଳର 2-4ଟା ଲାଇନ ହୋଇଗଲା। କ୍ଷିତିଶ ନିଜେ ଆଶ୍ଚର୍ଯ୍ୟ ହେଇଛି, କିପରି ସେ ମାତ୍ର ଦିନ କେଇଟାରେ ଜଣେ ନିଖୁଣ କାର୍ଟୁନିଷ୍ଟ ହୋଇଯାଇପାରିଛି। ଏ ହେଲା କଲିକତାର କ୍ଷିତିଶର ଦୀର୍ଘ 2 ବର୍ଷର ଇତିହାସ। କିନ୍ତୁ ଏ ସମସ୍ତ ସତ୍ତ୍ୱେ ସହରର ଜୀବନଯାତ୍ରା ପୂର୍ବପରି ଅବ୍ୟାହତ ରହିଛି। ହଠାତ୍ କୌଣସି ଜାଗାରେ ବିସ୍ଫୋରଣ ହେବା ବା ପୁଲିସ ସହିତ ଜନତାର ଖଣ୍ଡଯୁଦ୍ଧ ହେବା ସହରର ନିତ୍ୟ କାର୍ଯ୍ୟସୂଚୀର ଅନ୍ତର୍ଗତ ହୋଇଗଲାଣି। କିନ୍ତୁ ତଥାପି ଜିନିଷପତ୍ରର ମୂଲ୍ୟ କମେ ନାହିଁ। ପୁଲିସ ଥାନା ନିଶ୍ଚିହ୍ନ ହୋଇ ନାହିଁ। ସରକାର ପଙ୍ଗୁ ହୋଇଯାଇ ନାହିଁ। ସବୁଦିନ ପରି ସେଦିନ ମଧ୍ୟ ଥିଲା ଅକ୍ଟୋବରର ଗୋଟିଏ ସୁନ୍ଦର ସକାଳ ଏବଂ କ୍ଷିତିଶ କଲେଜ ଯାଇଥିଲା। କଲେଜ ତଳେ ଅନେକ ଛାତ୍ରଙ୍କର ଭିଡ଼ ଜମିଛି। ଗୋଟାଏ କିଛି ଘଟିଗଲା ବୋଲି କ୍ଷିତିଶ ଭିଡ଼ ଠେଲି ପଶି ଯାହା ଦେଖିଲା, ତାହା ସେ ବିଶ୍ୱାସ କରିପାରିଲା ନାହିଁ। ସେ ଲୋକମାନଙ୍କ ଭିଡ଼ ଭିତରେ ଜଣେ କିଏ ପଡ଼ିଛି ରକ୍ତାକ୍ତ ଅବସ୍ଥାରେ। ଦେଖିଲା ଜଣାଯାଏ ସେ ମୃତ, କାରଣ ତାର ଖପୁରିଟା ଛେଚି ହୋଇଯାଇଛି। ଭିତରେ ଦହିଗୁଡ଼ାକ ବାହାରକୁ ଛିଟିକି ପଡ଼ିଛି। ସମସ୍ତେ ନୀରବ ହୋଇ ଠିଆ ହୋଇଛନ୍ତି। କାହା ମୁହଁରେ କଥା ନାହିଁ। ଦଳେ ପିଲା କହୁଛନ୍ତି କଲେଜର 3 ତାଲା କୋଠା ଉପରୁ ଅସାବଧାନ ଅବସ୍ଥାରେ ହୁଏତ ପଡ଼ିଯାଇଛି। ଆଉ ଦଳେ କହୁଛନ୍ତି ଏଟା ଦଲାଲମାନଙ୍କର ପ୍ରଚାର, ତାକୁ ବାଲକୋନି ଉପରୁ ଠେଲି ଦେଇଯାଇଛି। କିନ୍ତୁ ସେ ପିଲାଟି କିଏ, ଚିହ୍ନିବା ମଧ୍ୟ ସମ୍ଭବପର ନୁହେଁ। ପୁଲିସ ଆସିଛି ଓ ଶବକୁ ବ୍ୟବଚ୍ଛେଦ କରିବାକୁ ପଠାଯାଇଛି। ଧୀରେ ଧୀରେ ଛାତ୍ରମହଲର ପରସ୍ପର ଆଲୋଚନା ଭିତରେ ଛାତ୍ରଟିର ପରିଚୟ ମିଳିଛି ଓ ଏକଥା ମଧ୍ୟ ପ୍ରକାଶ ପାଇଛି ଯେ ଗତ ଧର୍ମଘଟ ବେଳେ ଛାତ୍ରଟି ଧର୍ମଘଟକୁ ବିରୋଧ କରି ପରୀକ୍ଷା ହଲକୁ ଯାଇ ପରୀକ୍ଷା ଦେଇଥିଲା ଓ ସେ କୁଆଡ଼େ ପୁଲିସର ଗୁପ୍ତଚର। କ୍ଷିତିଶ କଲେଜରୁ ତାର ମେସ୍କୁ ଫେରି ଆସିଛି। ସେଦିନ କ୍ଷିତିଶ ଓ ତାର ବନ୍ଧୁମାନଙ୍କ ପାଇଁ ଆଉ ଏକ ନିର୍ଦ୍ଦେଶ ଅପେକ୍ଷା କରି ରହିଥିଲା। ସେମାନଙ୍କୁ କଲିକତା ନିକଟବର୍ତ୍ତୀ ଗୋଟିଏ ଗ୍ରାମାଞ୍ଚଳକୁ ଯିବାକୁ ପଡ଼ିବ। କାଳ ବିଳମ୍ବ ନ କରି ସେମାନେ ବାହାରି ପଡ଼ିଥିଲେ ପାଦରେ ଚାଲି ଚାଲି। ତାରି ନିଜ ଗାଁର ଛୋଟ ରେଳ ଷ୍ଟେସନରେ ଆରାମ ଚୌକିରେ ଶୋଇ ରହି କ୍ଷିତିଶ ଦିବାସ୍ୱପ୍ନ ଦେଖୁଥିଲା। ଯେମିତି ତାର ଆଖି ଆଗରେ କଲିକତାରେ ଗତ 2 ବର୍ଷର ଚଳଚ୍ଚିତ୍ର କିଏ ଖୋଲି ଧରିଛି। ସେ ଗାଁର ନାଁ ମନେ ନାହିଁ କ୍ଷିତିଶର ଆଜି। ତେବେ ଏତିକି ମନେ ଅଛି, ସେ ଗାଁ ତାର ଏ ଛୋଟ ଗାଁ ପରି ଥିଲା, ଯଥେଷ୍ଟ ଗ୍ରାମ୍ୟ, ସରଳ ଓ ଅନାବିଳ। ଗାଙ୍ଗେୟ ଉପତ୍ୟକାର ଉର୍ବର ଜମିର ସ୍ତନପୁଷ୍ଟ ସେହି ଗାଁର ଜୀବନଯାତ୍ରା ତଥାପି ଥିଲା ନିରୁଦ୍ବିଗ୍ନ, ଅଳସ, ମନ୍ଥର। କ୍ଷିତିଶ ଓ ତାର ବନ୍ଧୁମାନେ ଗାଁରେ ପହଞ୍ଚିଲା ବେଳକୁ ଗାଁ ଦାଣ୍ଡର ଧୂଳିରେ ସୂର୍ଯ୍ୟର ଅସ୍ତରାଗର ସ୍ପର୍ଶ ଏକ ଅନିର୍ବଚନୀୟ ଅପୂର୍ବ ଶୋଭା ଧାରଣ କରିଥିଲା। କିନ୍ତୁ କ୍ଷିତିଶ ସେହି ଗାଁ ଛାଡ଼ିଲା ବେଳକୁ ରାତି ଅନେକ ହୋଇଯାଇଥିଲା ଏବଂ ଖଳାବାରିରେ ଜମା ହୋଇ ରହିଥିବା ସୁପ୍ତ ସୁପ୍ତ କଳେଇଗଦା ଉପରେ ଅଗ୍ନିର ଲାଲ ଜିଭ ଏକ ପରମ ତୃପ୍ତିରେ ପହଁରି ଯାଉଥିଲା। କ୍ଷିତିଶର ଚିନ୍ତା କରିବାର ଶକ୍ତି ସମ୍ପୂର୍ଣ୍ଣ ଲୋପ ପାଇ ଯାଇଥିଲା। କ୍ଷିତିଶ କେବଳ ଚାହିଁ ରହିଥିଲା ଏକ ଭାଲେଶୂନ୍ୟ ଆଖିରେ, ଯେମିତି ଶିକାରୀର ଫ୍ଲଡ୍ ନାଇଟ୍କୁ ଚାହିଁ ରହେ ଗୋଟାଏ ଅନଭ୍ୟସ୍ତ ବନ୍ୟଜନ୍ତୁ। କ୍ଷିତିଶ କିନ୍ତୁ ପ୍ରଥମ ଥର ପାଇଁ ପ୍ରଶ୍ନ କରିଥିଲା। ସେଇ ଥିଲା ତାର ଏକମାତ୍ର ଓ ଚରମ ଅପରାଧ। ତାକୁ ବୁଝାଇ ଦିଆଯାଇଥିଲା ଅତି ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଭାବରେ। ବହୁ ପ୍ରଶ୍ନ କରିବା ଗୋଟାଏ ଶିଶୁସୁଲଭ ଅଭ୍ୟାସ। ପରିଣତ ବୟସରେ ପ୍ରଶ୍ନ କରାଯାଏ ନାହିଁ। ଆମର ଜନନାୟକ ଆମ ପାଇଁ ପଥ ପ୍ରସ୍ତୁତ କରି ରଖିଛନ୍ତି। ତାକୁ ଆଉ ଏକ ଥରେ କଷ୍ଟ କରି ପରୀକ୍ଷା କରିବା ଅର୍ଥ ପ୍ରତିବିପ୍ଳବ।
ଅନେକ ଜିନିଷ ଗ୍ରହଣ କରିନେବାକୁ ପଡ଼େ। ଯେମିତି ଆଜିକାଲିର ବିଜ୍ଞାନ ଛାତ୍ରକୁ ନ୍ୟୁଟନଙ୍କ ପରି ଆତଗଛ ମୂଳେ ବସି ରହିବାକୁ ପଡ଼େ ନାହିଁ। ମାଧ୍ୟାକର୍ଷଣ ଶକ୍ତିର ଦତ୍ତକୁ ତାକୁ ଗ୍ରହଣ କରି ନେବାକୁ ହିଁ ହୁଏ। କ୍ଷିତୀଶର ଉତ୍ସାହ ଅନେକ କମି ଆସିଛି, କିନ୍ତୁ ତାର କୋଠରୀ ଭିତରେ ତାର ବନ୍ଧୁମାନଙ୍କର ଆଡ୍ଡା କମିବାର ସୂଚନା ହିଁ ମିଳେନା। କ୍ଷିତୀଶ ଆଶ୍ଚର୍ଯ୍ୟ ହୋଇ ଭାବୁଛି, ଏମାନଙ୍କ ପାଖରେ ଏତେ ଅର୍ଥ ଆସେ କେଉଁଠାରୁ? ଏମାନେ କେଉଁଠାରୁ ପାଆନ୍ତି ବନ୍ଧୁକ ଓ ଗୁଳିଗୋଳା? କିନ୍ତୁ ସେ ତ ପ୍ରଶ୍ନ କରିପାରିବ ନାହିଁ। ଆଉ ଦିନକର ଘଟଣା। ସମୀର ତାର ଘର ଭିତରକୁ ପଶି ଆସିଲା, ସାଙ୍ଗରେ ଗୋଟିଏ 9-10 ବର୍ଷର ପିଲାକୁ ଧରି। ପିଲାଟି ଦେଖିବାକୁ ଖୁବ୍ ସୁନ୍ଦର, କିନ୍ତୁ କିଛି ଗୋଟାଏ ଅନାଗତ ଆଶଙ୍କାରେ ପିଲାଟିର ଆଖି ଦୁଇଟି ହୋଇଥିଲା ଭୟାତୁର। ସମୀର ପିଲାଟିକୁ ଖଟ ଉପରେ ବସିବାକୁ ଆଦେଶ ଦେଲା। ପିଲାଟି ଯନ୍ତ୍ରଚାଳିତ ପରି ବସି ରହି ଏକ ଭୟାର୍ଥ କଣ୍ଠରେ ପଚାରିଲା, ମୋତେ ଏଠିକି କାହିଁକି ଆଣିଲ? ମୁଁ ଘରକୁ କେତେବେଳେ ଫେରିବି? ସମୀର ହସିଲା ସାମାନ୍ୟ, କିଛି ଜବାବ ଦେଲା ନାହିଁ। ସେ ସେତେବେଳେ ଗୋଟାଏ ଚିଠି ଲେଖିବାରେ ବ୍ୟସ୍ତ ଥିଲା। ଚିଠିଟା ଲେଖିସାରି ସମୀର ଚିଠିଟାକୁ କ୍ଷିତୀଶକୁ ବଢ଼ାଇ ଦେଇ କହିଲା, ପଢ଼ କ୍ଷିତୀଶ, ତମେ ସବୁ ବୁଝିପାରିବ। ଚିଠିଟିରେ ଲେଖାଥିଲା, ମାନନୀୟ ସୁ, ଆପଣଙ୍କର ପୁଅକୁ ଖୋଜି ବ୍ୟସ୍ତ ହେବେ ନାହିଁ। ସେ ଆମମାନଙ୍କ ପାଖରେ ବେଶ୍ ନିରାପଦରେ ଅଛି। ଏହା ପୂର୍ବରୁ ଅନେକ ପୁଅ ହଜିଯାଇଛନ୍ତି। ସେମାନଙ୍କର ବାପା ମାଆମାନେ ଫେରି ପାଇ ନାହାନ୍ତି। କିନ୍ତୁ ଆପଣଙ୍କର ପ୍ରଚୁର ଟଙ୍କା ଅଛି, ତେଣୁ ଆପଣ କାଲି ସନ୍ଧ୍ୟା 6ଟାରେ ନିର୍ଦ୍ଦିଷ୍ଟ ସ୍ଥାନରେ 50,000 ଟଙ୍କା ଜମା କଲେ ଆପଣଙ୍କର ପୁଅ ଅକ୍ଷତ ଅବସ୍ଥାରେ ଫେରି ପାଇବେ। ମନେ ରଖନ୍ତୁ, ଟଙ୍କାଟା ଯେପରି ଜାଲ୍ ହୋଇନଥାଏ, କାରଣ ଆମେ ଜାଣୁ ଆପଣ କିଛି ଜାଲ୍ ନୋଟ୍ କାରବାର କରନ୍ତି। ଆଉ ଗୋଟାଏ ମଧ୍ୟ ସୁବିଧା ଅଛି। ଯେଉଁ କଳା ଟଙ୍କାକୁ ଆପଣ ଇନକମ୍ ଟ୍ୟାକ୍ସ ଆଖିକୁ ଫାଙ୍କି ଦେଇ ବୁଲୁଛନ୍ତି, ତାର ମଧ୍ୟ ଗୋଟାଏ କିନାରା ହୋଇଗଲା। ନିର୍ଦ୍ଦିଷ୍ଟ ସ୍ଥାନଟି ହେଲା ଇତ୍ୟାଦି ଇତ୍ୟାଦି। ଚିଠିଟି ଲେଖି ସାରିବା ପରେ ତା ଉପରେ ଗୋଟିଏ ଲାଲ ଚତୁଷ୍କୋଣ ରବର ଷ୍ଟାମ୍ପ ଛାପ ଦିଆଗଲା। କିନ୍ତୁ କ୍ଷିତୀଶର ଏଥିରେ କ'ଣ କରିବାର ଅଛି? ସେ ଚିଠିଟି ପଢ଼ି ସାରିବା ପରେ ସମୀର ତା ହାତରୁ ଚିଠିଟି ନେଇ ଯାଇ କହିଲା, ମୁଁ ଚାଲିଲି। ଆଉ ଏ ପିଲାଟାର ଭାର ତମ ଉପରେ। ଯଦି ଅବଶ୍ୟ ତାର ବାପ ଟଙ୍କାତକ ସୁବିଧାରେ ଦିଅନ୍ତି, ତାହେଲେ ସେ ଖୁବ୍ ଶୀଘ୍ର ଚାଲିଯିବ। କିନ୍ତୁ ଯଦି ଡେରି କରନ୍ତି ବା ପୁଲିସ ପାଖରେ ଖବର ଦେବାକୁ ଚେଷ୍ଟା କରନ୍ତି, ତାହେଲେ ଅବଶ୍ୟ ଭିନ୍ନ କଥା। ତାପରେ ସମୀର କ୍ଷିତୀଶର କାନ ପାଖକୁ ମୁହଁ ଲଗାଇ ଆଣି ଫିସ୍ ଫିସ୍ କରି କହିଲା, ଦେଖ, ଏମିତି କେସ୍ ତୁ ଆଗରୁ କେବେ ହ୍ୟାଣ୍ଡେଲ କରିନଥିବୁ। ସାବଧାନ। ବେଳେବେଳେ ଏମାନେ ଖୁବ୍ ନିର୍ବୋଧର ଅଭିନୟ କରନ୍ତି, କିନ୍ତୁ ଟିକିଏ ସୁଯୋଗ ପାଇଲେ ପଳେଇ ଯାଆନ୍ତି। ଖୁବ୍ ସତର୍କ ରହିବାକୁ ପଡ଼ିବ। ଆଉ ମନେ ରଖ, ଯଦି ପାଟି କରିବାକୁ ଚେଷ୍ଟା କରେ, ତାହେଲେ ଗୋଟାଏ ଲୁଙ୍ଗି ବା କିଛି ଗୋଟାଏ ଦେଇ ତା ପାଟିଟାକୁ ବନ୍ଦ କରିଦେବୁ ଓ ତାର ହାତ ଗୋଡ଼ ବାନ୍ଧି ପକାଇଦେବୁ ଏଇ ଦୌଡ଼ିଆ ଖଟିଆ ଉପରେ। ମୁଁ ଗଲି। ଆଶା କରେ ଖୁବ୍ ଶୀଘ୍ର ଫେରି ଆସିବି। ସମୀର ଝଡ଼ ପରି ଘରୁ ବାହାରିଗଲା। ସମୀର ଚାଲିଯିବା ପରେ ଘର ଭିତରେ କ୍ଷିତୀଶ ଓ ସେଇ କିଶୋରଟି। ସେତେବେଳକୁ ସନ୍ଧ୍ୟା 7ଟା ବାଜିବ ଏବଂ ହାଜରା ପାର୍କ କରର ଟ୍ରାଫିକ୍ ତଥାପି ନୀରବ ହୋଇନାହିଁ। ବାହାରକୁ ପ୍ରକାଶ ନ କଲେ ମଧ୍ୟ କ୍ଷିତୀଶ ଯଥେଷ୍ଟ ଅସ୍ୱସ୍ତିକର ଅନୁଭବ କରିବାକୁ ଆରମ୍ଭ କରିଛି। ଶେଷକୁ ଏପରି ଗୋଟାଏ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ, ଏ କଥା ସେ ଘୃଣାକ୍ଷରେ ସୁଦ୍ଧା କଳ୍ପନା କରିପାରି ନଥିଲା। ତାର ହଠାତ୍ ମନେ ପଡ଼ିଲା ରାତିର ଖାଦ୍ୟ କଥା ନିଜର ନୁହଁ, ସେ କିଶୋରଟିର। କିଏ ଜାଣେ କେତେବେଳେ ସେ ଖାଇଥିଲା? କିନ୍ତୁ କ୍ଷିତୀଶର ବାହାରକୁ ଯିବ କିପରି? ପାଖରେ ଏପରି କେହି ନାହିଁ ଯାହାକୁ ଦେଇ କିଛି ଖାଦ୍ୟ ମଗାଇ ଆଣିବ। କ୍ଷିତୀଶ କେତେବେଳେ ପିଲାଟିକୁ ପଚାରିଲା, ତମକୁ ଭୋକ ହେଲାଣି? କିଶୋରଟି ତାର 2 ଆଣ୍ଠୁ ଉପରକୁ ମୁଣ୍ଡ ଉଠେଇ କହିଲା, ହଁ, ଭାରି ଭୋକ। କ୍ଷିତୀଶ ତାପରେ ତାଲାଟାକୁ ଧରି ବାହାରକୁ ଯାଉ ଯାଉ କହିଲା, ମୁଁ ବର୍ତ୍ତମାନ ଫେରି ଆସୁଛି 2 ମିନିଟ୍ ଭିତରେ, କିନ୍ତୁ ତମକୁ ବାହାରକୁ ତାଲା ଦେଇ ଯିବି। ଆଉ ଦେଖ, ଯଦି ଏ ସମୟ ଭିତରେ ତମେ ପାଟି କର, ତାହେଲେ ଅବସ୍ଥା ଅତ୍ୟନ୍ତ ସାଂଘାତିକ ହେବ। ଖବରଦାର। ବାହାରୁ ତାଲା ପକାଇ ଦେଇ କ୍ଷିତୀଶ ପାଖ ଦୋକାନରୁ କିଛି ରୁଟି ଆଉ ଆଳୁଦମ୍ ଧରି ଫେରି ଆସିଲା 2 ମିନିଟ୍ ଭିତରେ। ଆଉ ପତର ସହିତ ସେତକ ପିଲାଟି ପାଖରେ ଥୋଇ ଦେଇ କହିଲା, ନିଅ, ଖାଇନିଅ। ପାଖରେ ଆଉ ତ କିଛି ମିଳିଲା ନାହିଁ। ପିଲାଟି ଥରେ ମୁହଁ ଉଠାଇ କ୍ଷିତୀଶକୁ ଚାହିଁଲା ଆଉ କହିଲା, ତମେ ଖାଇବ ନାହିଁ? ନା, ତମେ ଖାଇନିଅ, ମୁଁ ବାହାରକୁ ଯାଇ ଖାଇନେବି। କିନ୍ତୁ ମୋତେ ଏଠି ଏକୁଟିଆ ଛାଡ଼ି ତମେ ବାହାରକୁ ଯାଇପାରିବ ନାହିଁ। ସତେ ତ? କ୍ଷିତୀଶର ଏକଥା ଆଦୌ ଖିଆଲ ନଥିଲା। କ୍ଷିତୀଶ ପଚାରିଲା, ତମ ନାଁ କ'ଣ? ମୋ ନାଁ ରମା ବଲ୍ଲଭ। ଘରେ ଡାକନ୍ତି ଖୋକା। ଆଉ ଦାଦୁ ଡାକେ? କହ, ଦାଦୁ କ'ଣ ବୋଲି ଡାକେ? କ୍ଷିତୀଶ ପଚାରିଲା। ଦାଦୁ ଡାକନ୍ତି ଶାଖା ମୁର୍ଗ। ଫିକ୍ କିନା ହସିଦେଲା ଖୋକା। ଶାଖା ମୁର୍ଗ? ଏ କି ପ୍ରକାରର ନାଁ? ଆପଣ ଶାଖା ମୁର୍ଗର ମାନେ ଜାଣନ୍ତି ନାହିଁ? ମାଙ୍କଡ଼ ବାନ୍ଦର। ସେ ଗଛ ଶାଖାରେ ଚାଲେ ନା। ଓଃ, ହା ହା ହା।
କ୍ଷିତୀଶ ତାର ଅଜାଣତରେ ବଡ଼ ପାଟିରେ ହସି ଉଠିଲା। ଆଚ୍ଛା ଖୋକା, ତମେ ବର୍ତ୍ତମାନ ଖାଇନିଅ? ନା, ଏଇନା ପରା କହୁଥିଲ ତୁମକୁ ଭାରି ଭୋକ ହେଉଛି। ଭୋକ? ହଁ, ତ ମୋତେ ଭୋକ ହେଉଛି, କିନ୍ତୁ ତମେ ନ ଖାଇଲେ ମୁଁ ଖାଇବି କେମିତି? ତାଡ଼ି କହନ୍ତି ଏକୁଟିଆ ଖାଇବା ଉଚିତ ନୁହଁ। ତମେ ଖାଇଲେ ମୁଁ ଖାଇବି। କ୍ଷିତୀଶ ଆଉ ତର୍କ ନ କରି ଖଣ୍ଡେ ରୁଟିରେ ଆଳୁଦମ୍ ଦେଇ ପାଟିକୁ ନେଲା ଓ ତାପରେ ପରେ ଖୋକା ଖାଇବାକୁ ଆରମ୍ଭ କଲା। ଯେମିତି ସେ ଖାଇବାକୁ ପାଏ ନାହିଁ ଅନେକ ଦିନ ଧରି। ରାତି ପ୍ରାୟ 10ଟା ବାଜିବ। କ୍ଷିତୀଶକୁ ମଧ୍ୟ ଖୁବ୍ କ୍ଳାନ୍ତ ଲାଗୁଛି। ଆଜିର ଏ କାଳରାତ୍ରିଟା କଟିଗଲେ ଯାଏ। କ୍ଷିତୀଶ ଘରେ ଖଣ୍ଡେ ମାତ୍ର ଦୌଡ଼ିଆ ଖଟ, ଯେମିତି ବିଛଣା କରାଯିବ ସେଇ କଥା ଭାବି କ୍ଷିତୀଶ ସାମାନ୍ୟ ଇତସ୍ତତ ହେଲାବେଳେ ଖୋକା କହିଲା, ଏଇ ତଳେ କିଛି ଗୋଟାଏ ପକାଇଦେଲେ ମୁଁ ଶୋଇଯିବି। ଆଉ ଘରକୁ ବେଶୀ ଲୋକବାକ ଆସିଲେ ଆମେ ଅନେକ ସମୟ ତଳେ ଶୋଇ ପଡ଼ୁ। ଆପଣ ଖଟ ଉପରେ ଶୁଅନ୍ତୁ। କ୍ଷିତୀଶ କହିଲା, ଖୋକା, ତମେ ବୟସରେ ଛୋଟ, ତମେ ଉପରେ ଶୋଇବା ଉଚିତ। ନହେଲେ ତମକୁ ହୁଏତ ଥଣ୍ଡା ଧରିପାରେ। ମୁଁ ତଳେ ଶୋଇଗଲେ ଚଳିବ। ଖୋକା ଆଶ୍ଚର୍ଯ୍ୟ ହୋଇ କ୍ଷିତୀଶକୁ ଚାହିଁ କହିଲା, ଇସ୍, ବଡ଼ ଲୋକମାନଙ୍କ ପାଖରେ ଥିଲେ କ'ଣ ପିଲାମାନେ ଉପରେ ଶୁଅନ୍ତି? କ୍ଷିତୀଶ ଅଳ୍ପ ସମାଧାନ କରିଦେଲା, ଠିକ୍ ଅଛି ଖୋକା, ଆମେ 2 ଜଣ ଯାକ ତଳେ ଶୋଇପଡ଼ିବା। ତାହେଲେ ଆଉ ଯୁକ୍ତିତର୍କ କରିବାର କାରଣ ନାହିଁ। ଖୋକା ତଥାପି ଆଶ୍ଚର୍ଯ୍ୟ ଆଖିରେ ଚାହିଁ ରହିଲା। 2 ଜଣ ଯାକ ତଳେ ଶୋଇବା, ଅଥଚ ଗୋଟାଏ ଖଟ ଖାଲି ପଡ଼ି ରହିବ? ଓଃ, ବୁଝିଲି, ତମେ ପରା ମୋତେ ଜଗି ରହିଛ, ସେଥିପାଇଁ ମୋ ପାଖରେ ଶୋଇବାକୁ କହୁଛ। କ୍ଷିତୀଶର କିଛି ଜବାବ ଦେବାର ନଥିଲା। ବିଛଣା ପାରି ସାରି ଦୁହେଁ ଲଗାଲଗି ହୋଇ ଶୋଇପଡ଼ିଲେ ତଳେ। ମୁଁ ତୁମକୁ କ'ଣ ବୋଲି ଡାକିବି? କ୍ଷିତୀଶ ଡାକିଲେ ଚଳିବ। ବଡ଼ ଲୋକମାନଙ୍କ ନାଁ ଧରି କ'ଣ ଡକାଯାଏ? ତାହେଲେ ଦାଦା ବୋଲି ଡାକିଲେ ବି ଚଳିବ। ଆଚ୍ଛା ଦାଦା, ଗୋଟେ କଥା ପଚାରିବି? ହଁ, ପଚାର। ମୋର ଡାଡି ବୋଧହୁଏ ତମକୁ କହିଛନ୍ତି ମୋତେ ଆଣି ଏଠି ରଖିବାକୁ ନା? ଏଇଟା କ'ଣ ହଷ୍ଟେଲ? କିଛି ଦୁଷ୍ଟାମି କଲେ ଡାଡି ସବୁବେଳେ କହନ୍ତି ହଷ୍ଟେଲକୁ ପଠାଇ ଦେବାକୁ। କ୍ଷିତୀଶର ତଣ୍ଟି ପାଖରେ କ'ଣ ଯେମିତି ଗୋଟାଏ ଅଟକିଗଲା। ସେ ବାଷ୍ପରୁଦ୍ଧ କଣ୍ଠରେ ଖାଲି କହିଲା, ଖୋକା, ଶୋଇପଡ଼, ରାତି ଅନେକ ହେଲାଣି। ମୋତେ ନିଦ ମାଡ଼ୁନାହିଁ। କାହିଁକି? କ'ଣ କିଛି ଭାବୁଛ? ନା, ମୋର ଦାଦୁ ଶୋଇଲା ବେଳେ ମୋତେ ଗପ କହି ଶୁଆଇ ପକାଏ। ଆଚ୍ଛା, ତମେ ଗପ ଜାଣ? ନା, କିନ୍ତୁ ସବୁ ବଡ଼ ଲୋକମାନେ ତ ଗପ ଜାଣନ୍ତି। ତମେ ଜାଣ ନାହିଁ କାହିଁକି? ତମର କ'ଣ ଦାଦୁ ନଥିଲା? ଖୋକା, ଶୋଇପଡ଼। ଦାଦା, ମୋତେ ତମେ ମିଛ କହୁଛ। ମୋତେ ଗୋଟାଏ ଗପ କୁହ। ନା, ମୁଁ ଜାଣିନା, ସତରେ ଜାଣିନା। ତୁମେ ଏତେ ଗପ ଶୁଣିଛ, ମୋତେ ଗୋଟାଏ କହୁନା। ତମେ ଗପ ଶୁଣିବ? ହା, ବଡ଼ ଲୋକମାନେ କ'ଣ ଗପ ଶୁଣନ୍ତି? ହଁ, କାହିଁକି ନୁହଁ, ମୁଁ ଶୁଣିବି। ଘରେ ଯେତେବେଳେ ମୁଁ ଗପ କହିବାକୁ ଆରମ୍ଭ କରେ, ଡାଡି, ମମି ସମସ୍ତେ କହନ୍ତି, ଖୋକା, ବକ୍ ବକ୍ କରନା, ଶୋଇପଡ଼। ତମେ ଯଦି ଶୁଣିବ, ମୁଁ କହିବି। ହଁ, ଶୁଣିବି, କୁହ। ଖୋକା ବିଛଣା ଉପରେ ହଠାତ୍ ଉଠି ପଡ଼ିଲା ଏବଂ ପ୍ରଥମରୁ ସର୍ତ୍ତ କରିନେଲା ଯେପରି ତାର ଗପ ସରିବା ପୂର୍ବରୁ କ୍ଷିତୀଶ ଶୋଇ ନ ପଡ଼େ, ଏବଂ କ୍ଷିତୀଶ ସେଥିରେ ବିନା ସର୍ତ୍ତରେ ରାଜି ହେଲା। ତାପରେ ଆରମ୍ଭ ହେଲା ଖୋକାର ଗପ କହିବା। ମୋ ପରି ଅନେକ ଦିନ ତଳେ ଗୋଟିଏ ଖୋକା ଥିଲା। ତାର ଗୋଟିଏ ଝିଅ ଖେଳସାଥୀ ଥିଲା। କ୍ଷିତୀଶ ଟିକିଏ ମଜା କରିବାକୁ ପଚାରିଲା, ଝିଅ ସାଥୀ ଥିଲା କାହିଁକି? ପୁଅ ସାଥୀ ଥିଲେ କ'ଣ ଅସୁବିଧା ହୋଇଥାନ୍ତା? ଖୋକା ସାମାନ୍ୟ ବିରକ୍ତି ହେଲା। ଶୁଣୁନ କଥାଟା, ଗପରେ ଯାହା ଅଛି ନା, ମୁଁ କ'ଣ ଇଚ୍ଛା କଲେ ତାକୁ ବଦଳାଇ ଦେଇପାରିବି? ହଁ, ତାର ଜଣେ ଝିଅ ସାଥୀ ଥିଲା। ସେମାନେ ପରସ୍ପରକୁ ଖୁବ୍ ଭଲ ପାଉଥିଲେ। ଦିନେ ପୁଅଟି ଝିଅକୁ କହିଲା, ମୁଁ ତୋତେ ବାହା ହେବି। କ୍ଷିତୀଶ ପଚାରେ, ବାହା ହେବା କ'ଣ? ଖୋକା କହେ, ବାହା ହେବା ମାନେ ଏଇ ଯେମିତି ମୋର ବାପା ଓ ମା ବାହା ହେଇଛନ୍ତି। ତମେ ଗପଟା ଶୁଣୁନ। ଆଚ୍ଛା, କହ। କିନ୍ତୁ ପୁଅର କଥାରେ ଝିଅ ରାଜି ହେଲା ନାହିଁ। ଝିଅ କହିଲା, ମୁଁ ବାହା ହେଲେ ରାଣୀ ପରି ରହିବି, କିନ୍ତୁ ତୋର ମା'ଟା ବଡ଼ ବଦ୍ରାଗୀ। ସେ ବଞ୍ଚିଥିଲା ପର୍ଯ୍ୟନ୍ତ ମୁଁ ବାହା ହେବି ନାହିଁ। ତାପରେ ପୁଅଟିର ଅନେକ ମନ କଷ୍ଟ ହେଲା, ଆଉ ସେ ଅନେକ କାନ୍ଦିଲା। ଝିଅଟି ତାପରେ ପୁଅଟିକୁ ଅନେକ ବୁଝାଇଲା, ଆଉ ତା ପାଇଁ ଫୁଲ ଆଣିଦେଲା। ଶେଷରେ ସେମାନଙ୍କର କଥା ହେଲା, ପୁଅଟିର ମା' ମରିଗଲେ ସେମାନେ ପରସ୍ପରକୁ ବାହା ହେବେ। କିନ୍ତୁ ପୁଅଟିର ମା' ମରିବାକୁ ଅନେକ ଡେରି ହେଲା, ଆଉ ଝିଅର ବାପା ମା' ମାନେ ତାକୁ ଅନେକ ଜାଗାରେ ବିବାହ କରିଦେଲେ। ଦାଦା, ଶୁଣୁଛ ନା ନାହିଁ? ନା ଶୋଇପଡ଼ିଲ? ଶୁଣୁଛି, କହ। ତାପରେ ସେ ପୁଅଟି କ'ଣ କଲା ନା, ଦିନେ ରାତିରେ ଗୋଟାଏ ଛୁରୀ ଧରି ତାର ମା'କୁ ମାରିଦେଲା। କିନ୍ତୁ ମା'କୁ ମାରିଲା ସିନା, ଏକଥା ସେ ଝିଅ ବିଶ୍ୱାସ କରିବ କେମିତି? ସେଥିପାଇଁ ମା'ର କଲିଜାଟାକୁ କାଟିଦେଇ ପୁଅ ଦୌଡ଼ିଲା ସେଇ ଝିଅ ପାଖକୁ। ଝିଅ ଘରକୁ ଯିବା ବାଟରେ ଗୋଟାଏ ବିରାଟ ଜଙ୍ଗଲ ପଡ଼େ। ଜଙ୍ଗଲ ଭିତରଟା ଏକାବାରରେ ଅନ୍ଧାର, ମୁହଁକୁ ମୁହଁ ଦିଶେ ନାହିଁ। ଜଙ୍ଗଲଟାରେ ବି ଅନେକ ଗଛ। ପୁଅଟି ଅଣନିଶ୍ୱାସୀ ହୋଇ ଦୌଡ଼ୁଛି କାହିଁକି? କ୍ଷିତୀଶ ପଚାରେ। ଆରେ ତମେ ବୋଧହୁଏ ମଝିରେ ଶୋଇ ପଡ଼ିଥିଲ। ସେଣେ ପରା ଝିଅର ବାହାଘର ବନ୍ଦୋବସ୍ତ ସରିଛି। କାଳେ ବାହାଘର ସରିଯାଇଥିବ, ସେଥିପାଇଁ ଦୌଡ଼ୁଛି। ଆଉ ଥରେ ବାହା ହେବ? କ୍ଷିତୀଶ ରସିକତା ପରେ ପଚାରିଲା।
से कथा मु कहीपरि नहीं। मो बापा दादू समस्ते तो थरे बाहा होइछंदी। अच्छा कह तापरे कौन है? तापरे से पुओटा दुई हाथ में मार कलिजाटा धरी धरी दौड़ दौड़ू गोटाए बरगछ सिंहर झुंटी पड़ी तले पड़गला। आ मार कलिजाटा मध्य ता हाथरू तले खसी पड़ला। अच्छा दादा कलिजारे कौन जीवन थाए? हाँ बेले बेले थाए क्षितिज कुहे। बास से कलिजारे भी जीवन थिला। हठात तार माँ कलिजा कहला खोका तू तो पड़गलु तोर गोड़ कौन खंडिया हो गला? क्षितिज नीरव। दादा तमें कौन शोई पड़? ना रे ना मु शुणी कलिजा कहला खोका तोर गोड़ कौन खंडिया हो गला? क्षितिजर कंठ बाष्परुद्ध। बास सेतिकी। तापरे पुओटी मार कलिजाटी को धरी अनेक कांदिला। तापरे दादू कहती से कुआडे कलिजा को धरी फेरी आसला और ता माँ पाखकू, किंतु सेतबेलकू ता माँ मरी जाइछि। क्षितिज आउ किछि जवाब दे पारि नहीं। खोका दुईटा हाई मारी पुणी थरे जाकिजुकी होई कंबल तले शोई पड़िला। अनेक राति हेलानी। थाना घंटारे ठन ठन हेई दुईटा बाजिला किंतु क्षितिजर आखिरे निद नाही। क्षितिज बिछଣା छाड़ी छिड़ा ହେଲା आउ से संकीर्ण कोठरीटी भितरे एपट सेपट बुलिबाकू लागिला एक अस्थिर जंत्रणारे। किंतु तथापि समीर फेरिला नहीं। समीर कहि जाइछि से टंका नहीं फेरिबो। तार टंकार अनेक प्रयोजन। केतेक रातिरे सेदिन क्षितिज शोइछि से कथा से निजे जानिना। क्षितिजर निद भांगिला बेलू घर भितर पटापटा खरा आसी पशिगलाणी और खोका कांथरे टंगा होइतिबा गोटे छवि को निर्दिष्ट आखिरे चाहि रहिछि। क्षितिज निद मलमल आखिरे खोका को चाहि कहि रहिला किछि समय पाई। तार मुहूर्तक पाई मन हैला से गोटे सुंदर खेलना को चाहि रहिछि जे इच्छा कले कथा मध्य कहि पारे। किंतु खोकार मुहटा सामान्य आरक्त देखा जाउछि। खोका केमती लागुछि? बेस भल छविटा मते भारी भल लागुछि। क्षितिज छविटी को चाहिला। अति मामूली गोटाए मैगजीन छवि। गोटाए चाइना ड्रागन गोटाए ठेकुआ को कबलित करी रखिछि एवं जंत्रणारे आतिशय्य मने होछि जेपरि ठेकुआर निरीह आखि दुईटा पदाकू छिटिकी पड़िଯିବ। कौन भाभी क्षितिज कोकार कपाଳରେ हाथ दे चमिकी उठिला। देहटा ताती भरी रही। मुहूर्तक पाई किं कर्तव्य विमूढ़ होईगला क्षितिज। एकुटिया लोक से पुणी ए शिशुटीर असुस्थ शरीर ताकू ही तो सेवा शुश्रूषा करने को पड़ो। पिलाटर बंची रहा समीर पाई एकांत प्रयोजन कारण तार टंका दरकार। खोका को पुणी थरे बिछणारे शुआई दे तार कम्बलटा को टाणी आनिला क्षितिज। डाक्टर पाखकू खोका को नबा संभव नुहे तेणु जनाथिबा प्राथमिक चिकित्सा क्षितिज आरंभ करदेला। बजार को जाई गोटाए बार्ली डबा किणी आनी क्षितिज स्टोव लगाइला एवं बार्ली डबा उपरे लिखा होइथिबा अनुशासन अनुसार बार्ली तैयारी करबाको लागिला। प्राय अधा अधि प्रस्तुत हो सारिबा परे हठात खोका कहला तमर कौन देह खराब? बार्ली कहीं करूच? ना ना मो देह खराब नुह तते टिके सामान्य ज्वर होइछि। खोका कहला मु बार्ली खाए नहीं। पाउरुटी ना। कमला ना। किंतु खोका समस्त बार्ली खाती देह भल होइजिबो। खोका टिके हसिला। तमे तो मते जगिब मोर देह भल हवा संगे तमर कौन अच्छी? खोका बार्लीटा खाइने कहली परा मु बार्ली खाए ना। हौ परे भोक हेले खाइनेबी। क्षितिज व्यस्त हो उठिला। एपरि एक परिस्थिति से बा कौन करिबो ठीक करि पारला नहीं एवं मने मने स्टुपिड समीर उद्देश्य अभिसंपत्ति वर्षण करने को लगिला। खोका किछि समय पाई स्थिर दृष्टि घरर कड़ी बरगा गुड़ी को चाहि रहिला एवं किछि समय परे पुणी थरे आखि बंद करी सोई पड़िला। ठीक ता परे परे पाख दुकान कपे चा खुरी रे धरी आनी फेरिला क्षितिज खोका पाखकू। ए पर्यंत अंततः केही जणे कथबार्ता करने को थिला किंतु वर्तमान खोका शोई पड़िबा परे हठात क्षितिज निसंग होई पड़िला। दिन 12टा बाजिला तथापि समीर फेरेना। क्षितिज बसी बसी गोटाए कौन पुराना पत्रिकार पत्र ओलटाउथिला। हठात शुणी पारिला खोका बिली बिलेई उठिला। कौन कहूचे स्पष्ट बुझी हुएना। पाखकू जाई आउ थरे खोकार कपाळ उपरे हाथ देला। ओह तातीरे देह खई फुटिची। केते जर हब पाखरे थर्मोमीटर नहीं। तेबे से अनुमान कला प्राय 104 बा 105 डिग्री। गोटाए बाल्टी रे पानी आनी खोकार मुंड उपरे पानीपटी देबाकू आरंभ कला क्षितिज। किंतु थर्मोमीटर नथिबारु जर कमुछि कि बढ़ुछि जानिबार उपाय नहीं क्षितिजर। नाक पाखरे निश्वास रे तथापि क्षितिजर हाथ पड़ी जाउछि। केतेबेले धरी से पानीपटी देइछि से कथा ख्याल नहीं क्षितिजर। बाहरे खरा नई आसलानी। क्षितिज को खूब भोक कलानी।
ବାହାରକୁ ଯାଇ 2 ଖଣ୍ଡ ପାଉଁରୁଟି ଆଉ କପେ ଚା ଖାଇ କାଳ ବିଳମ୍ବ ନ କରି ଫେରି ଆସିଲା। କିନ୍ତୁ ଫେରି ଆସିଲା ବେଳକୁ କ୍ଷିତିଶ ଯାହା ଦେଖିଲା ସେଥିରେ ଆଶ୍ଚର୍ଯ୍ୟ ହେବା ଅପେକ୍ଷା ଆତଙ୍କିତ ହୋଇ ଉଠିଲା ଆହୁରି ବେଶୀ। ଖୋକା କମ୍ବଳଟାକୁ ଫୋପାଡ଼ି ଦେଇ ବିଛଣା ଉପରେ ବସି ରହି ହସୁଛି। କ୍ଷିତିଶକୁ ଦେଖିଲା ମାତ୍ର କହିଲା, ତମେ କ'ଣ ଫୋନ୍ କରିବାକୁ ଯାଇଥିଲ ଦାଦା? ଫୋନ୍ କରିବାକୁ? କେଉଁଠିକି? ଆମର ଫୋନ୍କୁ 23788। ନା, ମୁଁ ତ ଫୋନ୍ କରିନାହିଁ, କ୍ଷିତିଶ କହେ। କିନ୍ତୁ ମୋତେ ବାପା କହିଥିଲେ ସୁବିଧା ହେଲେ ଫୋନ୍ କରିବାକୁ। କେତେବେଳେ? ଏଇନା, ତୁମେ ଯେତେବେଳେ ବାହାରକୁ ଯାଇଥିଲ। କିନ୍ତୁ ଏ ଘରେ ତ ଫୋନ୍ ନାହିଁ। ନା, ଫୋନ୍ରେ ନୁହଁ, ବାପା ନିଜେ ଆସିଥିଲେ, ଏଇ ଝରକା ବାଟେ କହିଦେଇ ଚାଲିଗଲେ। କ୍ଷିତିଶ ବୁଝିପାରିଲା ଏଟା ଖୋକାର ଜ୍ୱରଜନିତ ପ୍ରଳାପ, ଡିଲିରିୟମ୍। ରାତି ହୋଇଗଲାଣି ଅଥଚ ସମୀର ଫେରିବାର କୌଣସି ସମ୍ବାଦ ନାହିଁ। ଏପଟେ ଖୋକାର ଡିଲିରିୟମ୍ ଆରମ୍ଭ ହୋଇଛି ଏବଂ ତା'ର ଡାକ୍ତର ଡାକିବାର ମଧ୍ୟ ଉପାୟ ନାହିଁ। କ୍ଷିତିଶ ସତରେ ଆତଙ୍କିତ ହୋଇପଡ଼ିଲା। ସେ ଏପରି ଅକାରଣରେ ଅତ୍ୟନ୍ତ ଅସହାୟ ଭାବରେ ଏହି କିଶୋରୀଟିକୁ ଯନ୍ତ୍ରଣା ଦେଇପାରିବ ନାହିଁ। ତା ପାଖରେ କେହି ନାହିଁ, ଲାମା ନାହିଁ, ଡୁମା ନାହିଁ କି ସମୀର ନାହିଁ। କାସାବିଙ୍କ ପରି କାପ୍ତାନର ଆଦେଶ ମାନି ଏକ ଜ୍ୱଳନ୍ତ ଜାହାଜ ଭିତରେ ଛିଡ଼ା ହୋଇ ରହି ଏକ ନିରପରାଧ ସୁକୁମାର କିଶୋରୀଟିକୁ ମାରିବାକୁ ସେ ଦେଇପାରିବ ନାହିଁ। ସେ ମରିଗଲେ ଆପତ୍ତି ନଥିଲା, କିନ୍ତୁ ଖୋକା? ହଠାତ୍ କ୍ଷିତିଶର ଆଖି ଉପରୁ 2 ବର୍ଷ ଧରି ବୁଣା ହୋଇଥିବା ସଂଘ ଅନୁରକ୍ତିର ବୁଢ଼ିଆଣୀ ଜାଲ କୁଆଡ଼େ ଉଭାନ ହୋଇଗଲା। ତାକୁ ଗୋଟାଏ କିଛି କରିବାକୁ ପଡ଼ିବ ବର୍ତ୍ତମାନ। ନାଓ। ତା'ର ମସ୍ତିଷ୍କକୁ ଝଲକାଏ ରକ୍ତ ଚହଲି ଯାଇଥିଲା। ତଥାପି ନିଜକୁ ସଂଯତ କରି ପଚାରିଲା, ଖୋକା, ତମର ଫୋନ୍ ନମ୍ବର କେତେ? ଏଇଠି ରହିଲା ଅଖିଳମୋହନ ପଟ୍ଟନାୟକଙ୍କର ଗଳ୍ପ। ଆଗାମୀ ଅଧ୍ୟାୟରେ ପୁଣି ଆମେ ଶୁଣିବା। ଧନ୍ୟବାଦ।